समस्त को प्रभु जीशुख्रीष्ट नाम मोर आंतरिक नमस्कार। ख्रीष्टर प्रिय भाई और भौणी मैंने गोटे एमती गोटे वीडियो क्लिप बहुत परिमाण भाइराल है जोटा कि आपण भी देखिले और सेटा मत बेसी व्याख्या करिया को पड़िबो नहीं। आपण जानते बजेंद्र सिंह विषय हाँ जिते से एक लेडीज को पिटुथिबार सीसीटीवी कैमेरा धरा पड़ा ता सहित एक भाई को मत से पिटी आउ से वीडियो क्लिप कि ओरिजिनल कि डुप्लिकेट ताकू जो जांच करागला से जना पड़ा जे से वीडियो क्लिप ओरिजिनल अटे। हुए तो कौन सी चापवशत से पिलाटी मिछ कहला जे वीडियो क्लिपटी हूँ एआई द्वारा आउ द्वारा बनाही तो लेडीज जनक कही जे ना वीडियो क्लिप हूँ सत अटे। तेबे टे बंधुगण तापर आउ मध्य गोटे दुटा वीडियो क्लिप भाइराल होता आउ जत बड़े जो भाई को पिटा होता से बसिक निज जगार क्रंदन करुले से समय वीडियो क्लिप मत सामना को आसला। वर्तमान प्रिय बंधुगण आउ गोटे वीडियो क्लिप वर्तमान सामना को आसी बजेंद्र सिंह आउ गोटे वीडियो क्लिप सामना को आसी। तबे से वीडियो क्लिपटा हूँ एमती आपण जपर देखिले जेठार कौन हूँ कौन नहीं प्राय अनेक लोक मैंने हे तो बुझीपार नथिबे। एठी गोटे जने निर्दोष व्यक्ति को जने वयस्क व्यक्ति मैं वृद्ध व्यक्ति आप कहींपारे तांको किपरि बजेंद्र सिंह लोक मैंने केमती पिटुंट निर्दय भाव में प्रहार करुँच आउ पिटेला किए बजेंद्र सिंह निजे आउ जेहेतु माने बजेंद्र सिंह लोक मैंने बजेंद्र सिंह जे पर्यंत ऑर्डर दबा नहीं एमाने से पर्यंत काम करिवे नहीं बा सुनिबे नहीं। तेणु यहीटा हूँ बजेंद्र सिंह कला कारनामा आप कहींपारे। जने बापा सदृश माने बापा बयसर जने व्यक्ति को एभली निर्दय भाव में पिटिबा कौन जने परमेश्वर दासंकर काम कि? तबे प्रिय बंधुगण बजेंद्र सिंह तांको विषय में अनेक दफा रही अच्छी किंतु गोटे कथा हूँ बुझी होनी केवल बजेंद्र सिंह उपर एत आरोप कहीं अन्य परमेश्वर दास मान भी अच्छा जेपरिक पास्टर अंकुर आपोस्टल अंकुर नरुला तापर पॉल दिनाकरन
ଏହିପରି ଅନେକ ବ୍ୟକ୍ତିମାନେ ଅଛନ୍ତି ରେଭରେଣ୍ଡ ସତୀଶ, ଯେଉଁମାନଙ୍କ ସଭାରେ ମଧ୍ୟ ବହୁତ ବଡ଼ ବଡ଼ ଭିଡ଼ ଜମା ହୁଏ ଗୋଟେ ସଭାରେ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏଇଟା ମାନେ କେମିତିକା ବିଷୟ? ସେ ଖାଲି ବଜେନ୍ଦ୍ର ସିଂଙ୍କ ଉପରେ ଦଫା କାହିଁକି? କାରଣ ହେଉଛି ପ୍ରକୃତିରେ ବଜେନ୍ଦ୍ର ସିଂ ଦୋଷୀ ହିଁ ଅଟନ୍ତି। ସେଥିପାଇଁ ତାଙ୍କ ବିରୁଦ୍ଧରେ ଏତେ ସବୁ ବିଷୟ ଗୁଡ଼ାକ ଚାଲିଛି। ଆଉ CCTV ଫୁଟେଜ୍ରେ ତାଙ୍କର କଳା କାରନାମା ସବୁ ଧରା ପଡ଼ିଲା ପରେ ଆଉ ସିଏ ନିଜକୁ ବଞ୍ଚାଇବା ପାଇଁ ସେ ପିଲା ଦ୍ୱାରା ମିଛ କୁହାଉଛନ୍ତି ଯେ ତୁ କହ ଯେ ଭିଡ଼ିଓ କ୍ଲିପ୍ ହେଉଛି ଫେକ୍ ଅଟେ ବା ଭୁଲ ଅଟେ। ତେବେ ଯଦି ସେ ଭିଡ଼ିଓ କ୍ଲିପ୍ ଭୁଲ ଅଟେ, ତେବେ ବର୍ତ୍ତମାନ ଆଉ ଗୋଟେ ଭିଡ଼ିଓ କ୍ଲିପ୍ ମଧ୍ୟ ସାମ୍ନାକୁ ଆସିଛି, ଆଉ ଯେଉଁଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ, ବାପା ସମାନ ଜଣେ ବ୍ୟକ୍ତିଙ୍କୁ ବଜେନ୍ଦ୍ର କ'ଣ କରୁଛି, ନିଜେ ପିଟୁ ନାହିଁ କିନ୍ତୁ ନିଜ ଲୋକମାନଙ୍କ ଦ୍ୱାରା ପିଟଉଛି ଯେ ୟାକୁ ତୁମେମାନେ ପିଟ। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟିଆନିଟି ଏତେ ତଳକୁ ଆଜି ଖସିଗଲାଣି ଏ ଜଣେ ବ୍ୟକ୍ତି ପାଇଁ, ବଜେନ୍ଦ୍ର ପାଇଁ ପୁରା ଖ୍ରୀଷ୍ଟିଆନ ସମାଜ ପୁରା ବଦନାମ ହୋଇଗଲା, ଯେଉଁଟାକି ବହୁତ ଦୁଃଖର ବିଷୟ ଅଟେ। ଜଣଙ୍କ ନିମନ୍ତେ ବୋଲି ପୁରା ଖ୍ରୀଷ୍ଟିଆନ ସମାଜ ବଦନାମ ହୋଇଯିବ, ଏଇଟା ଠିକ୍ ନୁହେଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣଙ୍କର ଚିନ୍ତାଧାରା କ'ଣ ମୁଁ ଜାଣେ ନାହିଁ, କିନ୍ତୁ ଯେତେ ପର୍ଯ୍ୟନ୍ତ ମୁଁ ଜାଣିପାରିଛି ଯେ ବଜେନ୍ଦ୍ର ସିଂ କୌଣସି ରୂପେ ଏକ ପରମେଶ୍ୱରଙ୍କ ଦାସ ନୁହେଁ। ତା'ର ଅନେକ ମିଥ୍ୟା ଚମତ୍କାର ଧରାପଡ଼ିଛି, ମିଥ୍ୟା ଭବିଷ୍ୟତବାଣୀ ସେଗୁଡ଼ିକ ବି ଧରାପଡ଼ିଛି। ତା ସହିତ ଅନେକ ଗୁଡ଼ିଏ ସେକ୍ସୁଆଲ ହାରାସମେଣ୍ଟ କେସ୍ ଗୁଡ଼ିକ ରହିଅଛି, ସେଗୁଡ଼ିକ ମଧ୍ୟ ପ୍ରମାଣିତ ହୋଇସାରିଛି। ତେବେ ଏ ସମସ୍ତ ପ୍ରମାଣକୁ ଦୃଷ୍ଟି ଆଗରେ ରଖି ମୁଁ କେବେ ହେଲେ ମଧ୍ୟ ବଜେନ୍ଦ୍ର ସିଂଙ୍କୁ ମୁଁ ସପୋର୍ଟ କରିପାରିବି ନାହିଁ। ଜଣେ ବଳାତ୍କାରୀକୁ କେବେ ହେଲେ ମଧ୍ୟ ମୁଁ ସପୋର୍ଟ କରିପାରିବି ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଗୋଟିଏ ବିଷୟ ମୁଁ କହି ରଖୁଅଛି ଯେ ଗୋଟିଏ ବିଷୟକୁ ଗ୍ରହଣ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବା ଦରକାର, ଏଇଟା ମୁଁ ଗ୍ରହଣ କରିବି ନା ନାହିଁ। ମୋ ବିଷୟରେ ଯଦି ଆପଣ କହିବେ, ମୁଁ ମଧ୍ୟ ଗୋଟିଏ ଦିନ ଥିଲା ମୁଁ ଭାବୁଥିଲି ଯେ ବଜେନ୍ଦ୍ର ସିଂ ହେଉଛି ଜଣେ ପ୍ରକୃତରେ ଈଶ୍ୱରଙ୍କ ଦାସ, କିନ୍ତୁ ଧୀରେ ଧୀରେ ମୋ ଆତ୍ମିକ ଚକ୍ଷୁ ଖୋଲିବାକୁ ଲାଗିଲା। କେତେବେଳେ ମୁଁ ସତର୍କ ହେଲି, ଯେତେବେଳେ ମୁଁ ଜାଣିଲି ଯେ ବଜେନ୍ଦ୍ର ସିଂ ପ୍ରାର୍ଥନା କରିବା ପାଇଁ ସେ ଟଙ୍କା ନେଉଛି, କାହାଠାରୁ 10,000, କାହାଠୁ 15,000, କାହାଠୁ 20,000, କିନ୍ତୁ ବାକ୍ୟ କ'ଣ କହେ? ତୁମେମାନେ ବିନା ମୂଲ୍ୟରେ ପାଇଅଛ, ବିନା ମୂଲ୍ୟରେ ତୁମେ ଦାନ କର। କିନ୍ତୁ ବଜେନ୍ଦ୍ର କ'ଣ କରୁଛି ଦେଖନ୍ତୁ। ତେବେ ଆଜିର ଭିଡ଼ିଓ ଅନୁସାରେ ଆପଣଙ୍କର ମତାମତ ମୁଁ ଜାଣିବା ପାଇଁ ଚାହିଁବି, ନିଶ୍ଚିତ ଭାବରେ ଜଣାଇବା ନିମନ୍ତେ ଅନୁରୋଧ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର।